ସ୍ୱାଗତଂ ମୋର ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। ICAR ତରଫରୁ ବହୁତ ବଡ଼ ରିକ୍ରୁଟମେଣ୍ଟ ବାହାରିଛି। ଯେଉଁ ପ୍ରାର୍ଥୀ ଏଗ୍ରିକଲଚରରେ ଜବ୍ କରିବା ପାଇଁ ଇଚ୍ଛୁକ ତାଙ୍କ ପାଇଁ ଏହି ଭିଡ଼ିଓ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଡିଟେଲ୍ ଡିସ୍କସନ୍ କରିବା, ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ଜବ୍ ଏକ୍ଜାମ୍ ହେବ ନାହିଁ, ୱାକ୍ ଇନ୍ ଇଣ୍ଟରଭ୍ୟୁ ହେବ। ଶେଷ ତାରିଖ ହେଉଛି 13/2/2026, ଫେବୃଆରୀ ମାସ 13 ତାରିଖ ଲାଷ୍ଟ ଡେଟ୍। ପୋଷ୍ଟ ଦେଖିବା, ଡିଟେଲ୍ ପୋଷ୍ଟ ଦେଖିବା କ'ଣ କ'ଣ ତା'ର ପୋଷ୍ଟ ବାହାରିଛି। ୟଙ୍ଗ ପ୍ରଫେସନାଲ୍ ପୋଷ୍ଟ 42,000। ଏଜୁକେସନାଲ୍ କ୍ୱାଲିଫିକେସନ୍ ହେଉଛି MTech ଇନ୍ ସଏଲ୍ ଆଣ୍ଡ ୱାଟର କନଜରଭେସନ୍, ଇଞ୍ଜିନିୟରିଂ, ଇରିଗେସନ୍ ଆଣ୍ଡ ଡ୍ରେନେଜ୍ ଇଞ୍ଜିନିୟରିଂ। ଏହିସବୁ କ୍ୱାଲିଫାଇ କରିଥିଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ବୟସ ହେଉଛି 21 ବର୍ଷ ଠାରୁ 45 ବର୍ଷ ପର୍ଯ୍ୟନ୍ତ। ନେକ୍ସଟ ଦେଖିବା, ଏଇଟା ହେଉଛି ୟଙ୍ଗ ପ୍ରଫେସନାଲ୍ 1। ତା'ର ମଧ୍ୟ ବୟସ ମାତ୍ର +2 ପାସ୍ କରିଥିଲେ ଏହି ଜବ୍କୁ ଆବେଦନ କରିପାରିବେ ୱିଥ୍ 2 ଇୟର୍ ଡିପ୍ଲୋମା। ଜବ୍ର ପୋଷ୍ଟିଂ ହେଉଛି ଭୁବନେଶ୍ୱରରେ ପୋଷ୍ଟିଂ ପାଇବେ। ନେକ୍ସଟ ପୋଷ୍ଟ ହେଉଛି ସେମି ସ୍କିଲ୍ଡ ଲେବର ପୋଷ୍ଟ। ମାତ୍ର 10ମ ପାସ୍, ତା'ର 15,500 ଠାରୁ ଦରମା ଷ୍ଟାର୍ଟିଂ। ତା'ର ମଧ୍ୟ ଜବ୍ ପୋଷ୍ଟିଂ ଭୁବନେଶ୍ୱର। ଏଇ ନେଟୱାର୍କ ପ୍ରୋଜେକ୍ଟ ଇଫେକ୍ଟ LFOM କ୍ରପ୍ସ ପ୍ରଡକ୍ଟିଭିଟି ଜାଗାରେ କାମ ଆପଣମାନେ କରିପାରିବେ। ଏହି ପୋଷ୍ଟକୁ ଆପଣମାନେ କେମିତି ଆବେଦନ କରିବେ ଡିଟେଲ୍ ଦେଖିବା। ଏରେ ସବୁ 10th, +2, ଗ୍ରାଜୁଏସନ୍, PG, PhD ଯାହା ବି ଆପଣଙ୍କର କ୍ୱାଲିଫାଇ ଥିବ, ଏଇ ତା'ର ସାର୍ଟିଫିକେଟ୍ ଦେଇକି ଆପଣମାନେ ପିଟ୍ ପୋଷ୍ଟ କରିବେ। ପିଟ୍ ପୋଷ୍ଟ ଏଠି ଫଟୋ ଗୋଟେ ଆଟାଚ୍ କରିବେ, ତାପରେ ପିଟ୍ ପୋଷ୍ଟ କରିବେ। ସବୁ ଏଠି ଡିଟେଲ୍ ଗୋଟେ ମେନସନ୍ କରିବେ। ଆପ୍ଲିକେସନ୍ କେଉଁ ପୋଷ୍ଟ ପାଇଁ ଆପଣମାନେ ଆବେଦନ କରିବେ, ସେଇ ପୋଷ୍ଟ ନାଁ ଲେଖିବେ, ନିଜ ନାଁ, ଫାଦର ନେମ୍, ଏଇଟା ଆପଣ ଦେଖିଲେ ହିଁ ଜାଣିପାରିବେ। ଏଠି ସବୁ ଡିଟେଲ୍, ତାପରେ ଆପଣମାନେ ପିଟ୍ ପୋଷ୍ଟ କରିବେ। ଆଡ୍ରେସ୍ କେମିତି ଜାଣିବେ? ଆଡ୍ରେସ୍ ହେଉଛି ଆଡ୍ରେସଟି ଏଇ ଜାଗାକୁ ପିଟ୍ ପୋଷ୍ଟ କରିବେ। ତାପରେ ଶେଷ ତାରିଖ ହେଉଛି 13 ସୁଦ୍ଧା ଆପଣ ପିଟ୍ ପୋଷ୍ଟ କରିଦେବେ। ତାପରେ ଇଣ୍ଟରଭ୍ୟୁ ପାଇଁ ଡାକିବେ। କ୍ଲିଅର୍? ଯଦି ଆପଣମାନେ ଏହିପରି ଭିଡ଼ିଓ ପାଇବା ପାଇଁ ଚାହୁଁଥିଲେ ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆପଣଙ୍କ ନିକଟରେ ଭିଡ଼ିଓ ପହଞ୍ଚିବ। ରହିଲି, ଥ୍ୟାଙ୍କ ୟୁ।